ମୁଁ ଦୀପକ କୁମାର ଆପଣଙ୍କୁ ସ୍ୱାଗତ ଜଣାଉଛି ମିଷ୍ଟ୍ରିୟସ୍ ୱାର୍ଲ୍ଡ ଓଡ଼ିଆ ୟୁଟ୍ୟୁବ୍ ଚ୍ୟାନେଲର ଆଉ ଗୋଟିଏ ଭୟର ଏପିସୋଡ଼ରେ। ତ ସମୟକୁ ବେଶୀ ନଷ୍ଟ ନ କରି ଚାଲନ୍ତୁ ଆଜିର କାହାଣୀଟିକୁ ବିସ୍ତାର ଭାବରେ ଜାଣିବା। ଏହି ଘଟଣାଟି ଆମ ସହିତ ସେୟାର କରିଛନ୍ତି ପଙ୍କଜ ଭାଇ। ତେଣୁ ପ୍ରଥମେ ପଙ୍କଜ ଭାଇଙ୍କୁ ବହୁତ ବହୁତ ଧନ୍ୟବାଦ। ସେ ତାଙ୍କ କାହାଣୀଟିକୁ ଆମ ସହିତ ସେୟାର କରିଥିବାରୁ। କାହାଣୀଟିକୁ ଜାଣିବା ପୂର୍ବରୁ ଯଦି ଏପର୍ଯ୍ୟନ୍ତ ଆପଣ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ତେବେ ଏବେ ହିଁ ସବସ୍କ୍ରାଇବ୍ କରିନିଅନ୍ତୁ, ଆଉ ପାଖରେ ଥିବା ଘଣ୍ଟି ବଟନକୁ ମଧ୍ୟ ଦବାଇ ଦିଅନ୍ତୁ। ପଙ୍କଜ ଭାଇ କହିଥାନ୍ତି, ମୁଁ ଏବେ ରାଉରକେଲାରେ ରହୁଛି, କିନ୍ତୁ ଏହି ଘଟଣା ହେଉଛି 1985 ମସିହାର। ଆଉ ସେତେବେଳକୁ ମୋ ବୟସ 16 କି 17 ବର୍ଷ ଭଳି ହେବ। ଆଉ ଆମେ ଗାଁରେ ସବୁ ସାଙ୍ଗସାଥି ମିଶି ବହୁତ ମଜାକ ମସ୍ତି କରିଥାଉ। ଆମେମାନେ ବେଶୀ ମଜାକ ମସ୍ତି ରାତ୍ରି ସମୟରେ କରିଥାଉ, ଯେମିତିକି କାହା ବାଡ଼ିରେ ପଶି ଆମ୍ବ ଚୋରି କରିବା, ନହେଲେ କାହା ଆଖୁ ବଗିଚାରେ ପଶି ଆଖୁ ଚୋରି କରି ଖାଇବା। ଏମିତି ସବୁ ମଜାକ ମସ୍ତି ଆମ ସାଙ୍ଗସାଥିମାନଙ୍କ ଭିତରେ ପ୍ରାୟ ଦିନ ଚାଲିଥାଏ। କିନ୍ତୁ ସେଦିନ ଅମାବାସ୍ୟା ରାତ୍ରି ଥିଲା, ଯାହାଫଳରେ ମୋତେ ଘରୁ ବାହାରକୁ ବାହାରିବା ପାଇଁ ଘର ଲୋକ ସିଧା ସିଧା ମନା କରିଦେଇଥିଲେ। କାହିଁକିନା ସେ ସମୟରେ ଅମାବାସ୍ୟା ରାତ୍ରିକୁ ଗାଁ ଗହଳି ଗୁଡ଼ିକରେ ବହୁତ ମାନିଥାନ୍ତି। ବିନା କାରଣରେ କେହି ବି ଜଣେ ଘରୁ ପାଦ କାଢ଼ନ୍ତି ନାହିଁ। କାହିଁକିନା ମାନ୍ୟତା ଥିଲା ଅମାବାସ୍ୟା ରାତ୍ରିରେ ଭୂତ ପିଶାଚମାନଙ୍କର ଶକ୍ତି ଦ୍ୱିଗୁଣିତ ହୋଇଯାଇଥାଏ, ଆଉ ସେମାନେ ସେହି ଅମାବାସ୍ୟା ରାତ୍ରିରେ ହିଁ ବାହାରକୁ ବାହାରିଥାନ୍ତି। କିନ୍ତୁ ମୁଁ ଛୋଟବେଳୁ ଟିକିଏ ବହୁତ ଦୁଷ୍ଟାମୀ ପ୍ରକୃତିର ଥିଲି, ତେଣୁ ମୁଁ ଏସବୁ କଥାକୁ ବେଶୀ ବିଶ୍ୱାସ କରେନି। ଯାହାଫଳରେ ମୁଁ ସେଦିନ ଘର ଲୋକ ବାରଣ କରିବା ସତ୍ତ୍ୱେ ଘରୁ ବାହାରି ଦାଣ୍ଡକୁ ପଳାଇ ଆସିଲି। ଦାଣ୍ଡକୁ ଆସିବା ପରେ ଅନ୍ୟ ସାଙ୍ଗସାଥିମାନଙ୍କୁ ମଧ୍ୟ ହୁସ୍କେଇକି ଡାକି ନେଲି ସବୁଦିନ ପରି ଆଖୁ ବଗିଚାରୁ ଆଖୁ ଚୋରି କରି ଖାଇବା ପାଇଁ। ଆଉ ଏବେ ଆମେ ସମସ୍ତେ ଟର୍ଚ୍ଚ ଖଣ୍ଡିଏ ଖଣ୍ଡିଏ ଧରି ସେହି ଟର୍ଚ୍ଚ ଲାଇଟ୍ ସାହାଯ୍ୟରେ ଗାଁର ସେହି ଖାଲ ଢିପି ମାଟି ରାସ୍ତାରେ ଆଗକୁ ଆଗକୁ ଚାଲିବାରେ ଲାଗିଥାଉ। ଆଉ ସେହି ମାଟି ରାସ୍ତାଟି ଗାଁ ପାଖ ଜଙ୍ଗଲ ସାଇଡ଼ରେ ଥିବା ଆଖୁ ବଗିଚା ଆଡ଼କୁ ଯାଇଛି। ତେଣୁ କିଛି ସମୟ ପରେ ଆମେ ଯାଇ ସେହି ଆଖୁ ବଗିଚାରେ ପହଞ୍ଚିଗଲୁ। କିନ୍ତୁ ଭାଗ୍ୟ ଭଲ, ସେଦିନ ଆଖୁ କିଆରି ଜଗିବା ପାଇଁ କେହି ବି ଆସିନଥିଲେ। ତେଣୁ ଆମେ ଆରାମସେ ସେହି ଆଖୁ ବଗିଚାରୁ କିଛି ଆଖୁ ଦଣ୍ଡା କାଟି ନେଇ ବିଲମାଳରେ ଥିବା ଆମର ସେହି ପୁରୁଣା ଆଡାକୁ ପଳାଇ ଆସିଲୁ। ଆଉ ଏବେ ଆମେ ସେହି ବିଲମାଳରେ ବସି ମଜାକ ମସ୍ତି କରିବା ସାଥିରେ ଆଖୁ ଭାଙ୍ଗି ଖାଇବାରେ ବ୍ୟସ୍ତ ଥାଉ କି ହଠାତ୍ ଆମକୁ କାହାର ଜଣଙ୍କର କାନ୍ଦିବାର ଶବ୍ଦ ଶୁଭିଲା। ଆଉ ସେ କାନ୍ଦି କାନ୍ଦି ବଞ୍ଚାଅ ବଞ୍ଚାଅ ବୋଲି ଚିତ୍କାର କରିବାରେ ଲାଗିଥାଏ। କିନ୍ତୁ ଆମେ ସମସ୍ତେ ପ୍ରଥମେ ସେ କାନ୍ଦ ପ୍ରତି ବେଶୀ ଧ୍ୟାନ ନ ଦେଇ ଆଖୁ ଖାଇବାରେ ବ୍ୟସ୍ତ ରହିଲୁ। ଆଉ ସେତେବେଳକୁ ରାତି ବି ଅଧିକ ହୋଇସାରିଲାଣି। ତେଣୁ ଆମର ଚିନ୍ତାଧାରା ଜଲ୍ଦି ଆଖୁ ଖାଇସାରି ଘରକୁ ଫେରି ଆସିବୁ, ନହେଲେ ଘର ଲୋକ ଜାଣିଲେ ବି ବହୁତ ଅସୁବିଧା ହୋଇଯିବ। କିନ୍ତୁ କିଛି ସମୟ ପରେ ଧୀରେ ଧୀରେ ସେ କାନ୍ଦିବାର ଚିତ୍କାର ଆହୁରି ଜୋରରେ ଶୁଭିବାରେ ଲାଗିଲା। ତେଣୁ ଏଥର ଟିକେ ଧ୍ୟାନ ଦେଇ ଶୁଣିବାରୁ ଜଣାପଡ଼ିଲା ଏ କାନ୍ଦିବାର ଶବ୍ଦ ଆଖୁ ବଗିଚା ପାଖକୁ ଲାଗିଥିବା ପୋଖରୀରୁ ଆସୁଛି। ଆଉ ସେ ପୋଖରୀଟି ଜଙ୍ଗଲ ପାଖକୁ ଲାଗିଛି। ଏତେ ରାତିରେ କିଏ କାହିଁକି କ'ଣ ପାଇଁ ଜୋରରେ କାନ୍ଦି କାନ୍ଦି ଚିତ୍କାର କରିବାରେ ଲାଗିଛି, ଏମିତି ପ୍ରଶ୍ନ ସମସ୍ତଙ୍କ ମନରେ ଉଙ୍କି ମାରିଲା। ତେଣୁ ଆମେ ସମସ୍ତେ ବିଚାର କଲୁ, ନିଶ୍ଚିନ୍ତ କିଏ ଜଣେ ବିପଦରେ ପଡ଼ିଯାଇଛି ବୋଧ ହୁଏ। ତେଣୁ ଆମେ ଆଉ ବିଳମ୍ବ ନ କରି ଆଖୁକୁ ସେହିଠାରେ ସେହି ବିଲମାଳରେ ଛାଡ଼ି ଦେଇ ଟର୍ଚ୍ଚ ମାରି ଆଖୁ ବଗିଚା ପାର ହୋଇ ଆମେ ସମସ୍ତେ ସେ କାନ୍ଦ ଶୁଭୁଥିବା ଆଡ଼କୁ ବଢ଼ିବାରେ ଲାଗିଲୁ। ଆଉ ଏବେ ଆମେ ସମସ୍ତେ ଚାଲି ଚାଲି ସେ ଜଙ୍ଗଲ ପାଖାପାଖି ପହଞ୍ଚି ସାରିଲୁଣି କି ହଠାତ୍ ମୋର ଗୋଟିଏ ସାଙ୍ଗ କହିଲା, ଆରେ ରହିଯାରେ, ବେଶୀ ଆଗକୁ ଯାଅନି, ଏମିତିରେ ବି ଆଜି ଅମାବାସ୍ୟା ରାତି। ତେଣୁ ମୁଁ ତା କଥାକୁ ମଜାକରେ ଉଡ଼େଇ ଦେଇ କହିଲି,
ଆରେ ସେସବୁ ଅମାବାସ୍ୟା ଫମାବାସ୍ୟା ଛାଡ଼, ସେ କିଛି ବି ନୁହେଁ। ଲାଗୁଛି କେହି ଜଣେ ବଡ଼ ବିପଦରେ ଫସିଯାଇଛି। ଏହି କଥା କହି ଆମେ ସମସ୍ତେ ସେ ଜଙ୍ଗଲ ଭିତରକୁ ପଳାଇ ଗଲୁ। ଆଉ ଏବେ ଆମେ ସେ ଜଙ୍ଗଲ ଭିତରେ ଟର୍ଚ୍ଚ ମାରି ଆଗକୁ ଆଗକୁ ବଢ଼ୁଥାଉ। ସେ ଜଙ୍ଗଲଟି ଚାରିଆଡ଼ୁ ପୁରାପୁରି ସୁନସାନ ଆଉ ଘନ ଅନ୍ଧକାର। କେବଳ କାନକୁ ସେ କାନ୍ଦିବାର ଶବ୍ଦ ଶୁଭୁଥାଏ। ଏମିତି କିଛି ବାଟ ଆଗକୁ ଯିବା ପରେ ଦେଖାଗଲା ଜଙ୍ଗଲ ସାଇଡ଼ରେ ଲାଗିଥିବା ସେ ପୋଖରୀରେ କେହି ଜଣେ ସ୍ତ୍ରୀ ଲୋକ ପାଣିରେ ବୁଡ଼ି ଯାଉଛି। ତେଣୁ ଆମେ ଆଉ ବିଳମ୍ବ ନ କରି ସେଠାକୁ ଜଲ୍ଦି ଜଲ୍ଦି ପଳାଇ ଆସିଲୁ କି ହଠାତ୍ ମୋର ସେ ବ୍ରାହ୍ମଣ ସାଙ୍ଗଟି ପୁଣି ଥରେ ମୋତେ ଅଟକାଇ ନେଇ କହିଲା, ଆରେ ସାଙ୍ଗ, ସେଠାକୁ ଯାଅନି ରେ, ସେ ସ୍ତ୍ରୀ ଲୋକଟି ବହୁରୂପୀ ଭଳି ଲାଗୁଛି। ତେଣୁ ଚାଲ ଏଠାରୁ ଜଲ୍ଦି ପଳାଇ ଚାଲ। ତେଣୁ ଏଥର ବି ଆମେ ତା କଥାକୁ ସମସ୍ତେ ଅମାନ୍ୟ କରି ସେ ସ୍ତ୍ରୀ ଲୋକ ପାଖକୁ ପଳାଇ ଗଲୁ। ଆମ ଭିତରୁ ବିନୋଦ ପହଁରା ଜାଣିଥିଲା। ତେଣୁ ସେ ସଙ୍ଗେ ସଙ୍ଗେ ପୋଖରୀ ଭିତରକୁ ସେ ଅନ୍ଧାରରେ ଡେଇଁ ପଡ଼ିଲା ସେ ସ୍ତ୍ରୀ ଲୋକକୁ ବଞ୍ଚାଇବା ପାଇଁ। ଆଉ ସେ ପୋଖରୀ ଭିତରକୁ ଗୋଟିଏ ଥର ଡେଇଁଲା ଯେ ଦ୍ୱିତୀୟ ଥର ପାଇଁ ଆମେ ତାକୁ ଦେଖିବାକୁ ବି ପାଇଲୁନି। କିଛି ସମୟ ପରେ ସେ ସ୍ତ୍ରୀ ଲୋକଟି ବି ପୋଖରୀ ଭିତରୁ ଉଠି ଆସି ବାହାରକୁ ଆସିଲା। ଆଉ ସଙ୍ଗେ ସଙ୍ଗେ ଆଉ ଗୋଟିଏ ସାଙ୍ଗର ତଣ୍ଟି ଧରି ସିଧା ତଳୁ ଉପରକୁ ଟେକିଦେଲା। ଆଉ ସେତେବେଳକୁ ସେ ସ୍ତ୍ରୀ ଲୋକର ମୁହଁ ବହୁତ ଭୟଙ୍କର ଲାଗୁଥାଏ। ତେଣୁ ଆମେ ସମସ୍ତେ ସେଠାରୁ ବଞ୍ଚିକି ଆଉ ଆସିବାର ଆଶା ହିଁ ଛାଡ଼ିଦେଲୁ କି ହଠାତ୍ ସେ ବ୍ରାହ୍ମଣ ସାଙ୍ଗଟି ତା ପକେଟରୁ ଗୋଟିଏ କାଗଜ ପୁଡ଼ିଆ ବାହାର କଲା। ସେ କାଗଜ ପୁଡ଼ିଆରୁ କିଛି ପାଉଡ଼ର ପରି ନିଜ ହାତକୁ ଢାଳି କିଛି ସମୟ ମନ୍ତ୍ର ଜପ କରି ସେ ଡାହାଣୀ ଉପରକୁ ଫୋପାଡ଼ି ଦେଲା। ଆଉ ସେ ଯେମିତି ସେ ଡାହାଣୀ ଉପରକୁ ଫୋପାଡ଼ି ଦେଇଛି, ଡାହାଣୀଟି ମଧ୍ୟ ସେ ସାଙ୍ଗର ତଣ୍ଟିଟିକୁ ଛାଡ଼ି ଦେଇ ପବନରେ ଧୂଆଁ ହୋଇଗଲା। ତେଣୁ ଆମେ ଡରିକି ସମସ୍ତେ ସେଠାରୁ ଦୌଡ଼ିକି ଗାଁ ଭିତରକୁ ପଳାଇ ଆସିଲୁ। ଆଉ ସେତେବେଳକୁ ଗାଁ ବି ପୁରାପୁରି ସୁନସାନ। ବ୍ରାହ୍ମଣ ସାଙ୍ଗକୁ ପଚାରିବାରୁ ସେ ଆମକୁ କହିଲା, ସେଥିରେ ମହାଦେବଙ୍କର କିଛି ଯଜ୍ଞ ପାଉଁଶ ଥିଲା। କିନ୍ତୁ ସେଦିନ ବ୍ରାହ୍ମଣ ସାଙ୍ଗ ଜଣକ ସିନା ଆମ ଜୀବନକୁ ବଞ୍ଚାଇ ଦେଲା, କିନ୍ତୁ ସବୁଦିନ ପାଇଁ ବିନୋଦକୁ ଆମେ ଆମ ଗହଣରୁ ହରାଇ ଦେଲୁ, ଯାହାକୁ ଆଜି ପର୍ଯ୍ୟନ୍ତ ମୁଁ ଭୁଲି ପାରିନି। ସେ ଘଟଣା ଆଜି ବି ମୋର ମନେ ପଡ଼ିଲେ ଲୋମ ଟାଙ୍କୁରି ଉଠେ। ତ ଦର୍ଶକ ବନ୍ଧୁ, ଇଏ ଥିଲା ପଙ୍କଜ ଭାଇ ସେୟାର କରିଥିବା ଆଜିର କାହାଣୀ। ଯଦି କାହାଣୀଟି ଆପଣଙ୍କୁ ପସନ୍ଦ ଲାଗିଥାଏ, ଭିଡ଼ିଓକୁ ଲାଇକ୍ କରିବା ସଙ୍ଗେ ସଙ୍ଗେ ନିଜ ସାଙ୍ଗସାଥୀଙ୍କ ସହ ସେୟାର କରନ୍ତୁ। ଭବିଷ୍ୟତରେ ଏହିଭଳି ଭୟଙ୍କର କାହାଣୀ ଗୁଡ଼ିକ ସର୍ବପ୍ରଥମେ ଶୁଣିବା ପାଇଁ ତଳେ ଥିବା ଲାଲ କଲର୍ ସବସ୍କ୍ରାଇବ୍ ବଟନ୍କୁ ଅନ୍ କରି ପାଖରେ ଥିବା ଘଣ୍ଟି ବଟନ୍କୁ ଦବାଇ ଦିଅନ୍ତୁ। ତ ଦର୍ଶକ ବନ୍ଧୁ, ଆଜି ପାଇଁ ଏତିକି। ପୁଣି ଦେଖା ହେବ ଗୋଟିଏ ନୂଆ ଏପିସୋଡ଼ରେ। ସେ ପର୍ଯ୍ୟନ୍ତ ବିଦାୟ ଦିଅନ୍ତୁ। ଧନ୍ୟବାଦ।